শেষ বলিব দীর্ঘপুরী বৈশ্যবন্ধরে ৬৭ বলি ২৩ সারি চলিব কেবল দুটি বলি বাকি রয়েছে এই প্রতাপ রাজা আজি শৈশ বলিবা আজি শৈশ বলি হরি চরণে এই দেবিলবা বাবারে এ ভাষারে তাহলে আজি তোর শেষ বলিবা ମୋ ଭଣଞ୍ଜା ଲାଲା ରଞ୍ଜିତ ସିଂହନିଆ ବାବୁ ଭଣଞ୍ଜା ଏତିକି ବିଳମ୍ବ କଣ କହିକି ବାବୁ? ଆରେ ତୁ କଣ ଜାଣିବୁ? ତୋ ମାମୁଟା ଆରମ୍ଭ କରିଛି ଯେଉଁ କାହାଣୀଟା ତୋ ମାମୁ ସିନା ଜାଣିବ।
আচ্ছা এই বাবু ভনঞ্জা প্রথম পাহচ প্রথম অঙ্কটা সমাপ্ত হয়ে সারিছে বাবু হেলে বাবু ভনঞ্জা কেমিতি আরম্ভ করিবা তৃতীয় পাহচ তৃতীয় অঙ্কটা বাবু আরে প্রথম পাহাঞ্চ ଆଉ ପ୍ରଥମ ଅଙ୍କଟା ଶେଷ ହେଇସାରିଛି ଆଉ ଦ୍ୱିତୀୟ ଅଙ୍କଟା ଆଉ ସେ ଦ୍ୱିତୀୟ ପାହାଞ୍ଚ ବଞ୍ଚିକି ରହିଛି ରେ ଭଣଞ୍ଜା ହେଲେ କେମିତି ଆରମ୍ଭ କରିବି ତୃତୀୟ ପାହଚ ତୃତୀୟ ଅଙ୍କଟା ବାବୁ ରେ ତୋ ମାମୁଁ ଅଛି ପରା ତୋତେ ଚିନ୍ତା କରିବାର ଦରକାର ନାହିଁ ରେ ଭଣଞ୍ଜା ତେବେ କୁହ ବାବୁ କାହିଁକି ବିଳମ୍ବ କରିଛ ବାବୁ ଯଥାଶୀଘ୍ର ମୋହରି ସମ୍ମୁଖେ କର ପ୍ରକାଶ ବାବୁ ଭଣଞ୍ଜା ତୋ ମାମୁଁ ଅଛି ପରା ଆରେ ସେ ଦ୍ୱିତୀୟ ଅଙ୍କ ଦ୍ୱିତୀୟ ପାହାଞ୍ଚଟା ତୋ ମାମୁଁଟା ସେଟିଂ କରିଛି ରେ ଭଣଞ୍ଜା ଜାଣିଛ କଣ କହିଲ ବାବୁ କୁହ ବାବୁ କୁହ ଭଣଞ୍ଜା ସେ ଦ୍ୱିତୀୟ ଅଙ୍କ ଆଉ ଦ୍ୱିତୀୟ ପାହାଞ୍ଚଟା ହେଲା ରହିଲା ସେ ସୂର୍ଯ୍ୟକାନ୍ତ ବୃଦ୍ଧ ରାଜା ଆଉ ସେ ସୂର୍ଯ୍ୟକାନ୍ତ ଆସନ୍ତାକାଲି ଶିକାର ନିମନ୍ତେ ଘୋର ଜଙ୍ଗଲ ମଧ୍ୟକୁ ଯାଉଛି ହେଲେ ବାବୁ ଆସନ୍ତାକାଲି ରାଜା ସୂର୍ଯ୍ୟକାନ୍ତ ଘର ଜଙ୍ଗଲ ମଧ୍ୟକୁ ଯାଉଛି ହରିଣ ଶିକାର ନିମନ୍ତେ ଓ ବାବୁ ଭଣଞ୍ଜା এই ঠিক সেই সমୟରେ নিশ্চয় রাজা সূর্যকান্তকে ମୁଁ সেই ঘর জঙ্গল ମଧ୍ୟରେ হত্যা କରିଦେବି ବାବୁ ନିଶ୍ଚୟ ଆଉ ନିଶ୍ଚୟ ଓ ହେଇଯିବି ଏଇ ପ୍ରତାପଗଡ଼ ରାଜ୍ୟର ରାଜା ଆଉ ତୁମେ ହେବ ମହାମନ୍ତ୍ରୀ ବାବୁ ଏଥର ଠିକ ବୁଝିଛୁ ରେ ଭଣଞ୍ଜା ସେ ବୃଦ୍ଧ ରାଜା ସୂର୍ଯ୍ୟକାନ୍ତକୁ ନ ମାରିବା ପର୍ଯ୍ୟନ୍ତ ତୁ ପ୍ରତାପଗଡ଼ ରାଜ୍ୟରେ କେବେ ରାଜା ହେଇପାରିବୁନି ନିଶ୍ଚୟ ନିଶ୍ଚୟ ବାବୁ ତୁମେ କହିବା କଥାଟା ଅକ୍ଷରେ ଅକ୍ଷରେ ସତ ବାବୁ ହେଲେ ବାବୁ ଭଣଞ୍ଜା ରାଜା ତମ ନିଶ୍ଚୟ ହେବି ଏଇ ପ୍ରତାପଗଡ଼ ରାଜ୍ୟରେ ହେଲେ ରାଣୀଟା ହେବ କିଏ ବାବୁ ଆପଣମାନେ ଦେଖୁଛ ଆଜ୍ଞା ସେ ରାଜା ହେଇନାହିଁ ଆଉ ରାଣୀ ଖୋଜୁଛି ଏ ତୁ ରାଜା ହେଲା ପରେ ରାଣୀ କେମିତି ସେଟିଂ କରିବ ତୋ ମାମୁଁ ଅଛି ପରା ହେଲେ ବାବୁ ଭଣଞ୍ଜା କୁହ ବାବୁ କୁହ ଏ ସେ ରାଣୀଟା କିଏ ହେବ ପ୍ରତାପଗଡ଼ ରାଜ୍ୟର ମୁଁ ଜାଣିଛି କହୁଛି କୁହ ବାବୁ କୁହ ଏ ଏଇ ପ୍ରତାପଗଡ଼ ରାଜ୍ୟରେ ଗୋଟାଏ ଅଲିଅଲ ଝିଅ ଅଛି ରେ ଭଣଞ୍ଜା ବାବୁ ଏଇ ପ୍ରତାପଗଡ଼ ରାଜ୍ୟରେ ଗୋଟିଏ ଅଳିଅଲ ଝିଅ ଅଛି କିଏ ବାବୁ ଏ ଭଣଞ୍ଜା ଆରେ ପ୍ରତାପଗଡ଼ ରାଜ୍ୟର ମହାମନ୍ତ୍ରୀ ସତ୍ୟଜିତଙ୍କର ଗୋଟାଏ ଅଲିଅଲ ଝିଅ ଅଛି ରେ ଭଣଞ୍ଜା ଜାଣିଛୁ ବାବୁ ଏଇ ପ୍ରତାପଗଡ଼ ରାଜ୍ୟର ମହାମନ୍ତ୍ରୀ ସତ୍ୟଜିତର ଅଳିଅଲ ଝିଅ ହେଲେ ବାବୁ ଭଣଞ୍ଜା ସେଇ ସୁନ୍ଦରୀ ନାରୀର ନାମଟା କଣ ବାବୁ ଆରେ ସେ ନାରୀର ନାଟା ଶୁଣିଲେ ତ ନାଟା ଫେଟି ପଡ଼ିବ ରେ ଭଣଞ୍ଜା କୁହ ବାବୁ କୁହ କାହିଁକି ବିଳମ୍ବ କରିଛ ବାବୁ ଯଥାଶୀଘ୍ର ମୋହରି ସମ୍ମୁଖେ ଘର ପ୍ରକାଶ ବାବୁ କହୁଛି ଭଣଞ୍ଜା ସେ ଝିଅର ନାଁଟା ହେଉଛି ସ୍ୱପ୍ନ ଓ ଆଚ୍ଛା ସେଇ ଝିଅର ନାଁ ହେଉଛି ସ୍ୱପ୍ନା ସେଇ ସୁନ୍ଦରୀ ନାରୀ ସ୍ୱପ୍ନା ହେବ ମୋ ମନର ମଇନା ହେଲେ ବାବୁ ଭଣଞ୍ଜା ସେଇ ସୁନ୍ଦରୀ ନାରୀ ସ୍ୱପ୍ନଟାକୁ ମୁଁ କେଉଁ ଜାଗାରେ ସାକ୍ଷାତ କରିବି ଲୋ ବାବୁ ମରିଗଲି ରେ ବାବା ଏଡ଼େ ଦିଶୁଛି ଆଜ୍ଞା ବଡ଼ ମଣିଷ ବୁଦ୍ଧି ଥିଲେ ସବୁ କି ସେଟିଂ କରିଛି ମୁଁ ଆଉ କ'ଣ କହିବି ହେଲେ ଶୁଣି ଯା କୁହ ବାବୁ କୁହ এইটা ହେଉଛି କଲିଯୁଗ ଏ କଲିଯୁଗର ଝିଅମାନେ କ'ଣ କରନ୍ତି ଜାଣିଛୁ କଣ କରନ୍ତି ଲୋ ବାବୁ ଏ ପୁଷ୍ପ ବନକୁ ଯାଇ ପୁଷ୍ପ ତୋଳି ପୂଜିବାକୁ ଶିବ ମନ୍ଦିର ଯାଆନ୍ତି ଆଉ ଶିବ କ'ଣ ମାଗନ୍ତି ଜାଣିଛୁ ଏ ଭଣଞ୍ଜା ଏ ଝିଅମାନେ ଶିବ ପାଖେ କ'ଣ ମାଗନ୍ତି ଜାଣିଛ କଣ ମାଗନ୍ତି ଲୋ ବାବୁ ଏ ମା ବାପା ମରିଗଲେ ବି କହିବେନି କିଛି ଭାଇ ବନ୍ଧୁକୁ ପଚାରିବେନି ଆଉ ସେ ଝିଅମାନେ ଶିବ ମନ୍ଦିରରେ କ'ଣ ମାଗିବେ ଜାଣିଛ ହେ ଦେବ ଦେବ ମହାଦେବ ମୋ ପାଇଁ ସୁନ୍ଦର ପତିଟିଏ ଦେବ ଯେମିତି
से झीटा आसंता काली शिव मंदिर को शिव पूजा जीव से बेले आंबे जाई लुंची छुंपी से शिव मंदिर छलना पात्री धनंजय रखी से स्वप्न टाकू बलपूर्वक उठाई नहीं जीवारे बनंजा ठीक कहिल बाबू वसंत काली चली जी सही पुष्प बन भगवान शिव मंदिर पाखक भगवान शिव मंदिर पछपटे जो झरणा कलटी अच्छे से झरणा कल निश्चय अपेक्षा कर रही बाबू हेले बाबू कहीं विलंब करवा बाबू जीवा चल जय मां ठाकुराणी जय मां काली जय मां मंगला